ବଡ଼ ବୋଉ, ତୁ କୁଆଡ଼େ ଚାଲିଗଲୁ? ରାକ୍ଷୀ ପୂର୍ଣ୍ଣମୀରେ ଆସିବୁ ବୋଲି ମୋତେ ଜୋର କରି କହିଥିଲୁ। ଆଗକୁ ରାକ୍ଷୀ ପୂର୍ଣ୍ଣିମା ଆସୁଛି, ମୁଁ ତ ଯିବି। ହେଲେ ତୁ କୁଆଡ଼େ ଚାଲିଗଲୁ? ଭୁଲ କଲେ ଗାଳି ଦେଉଥିଲୁ, ତାଗିଦ କରୁଥିଲୁ। ଅନେକ ସମୟରେ ପରିବାରର ଖୁସି ପାଇଁ ଭୁଲ ନଥିଲେ ବି ତୁ ଗାଳି ଶୁଣୁଥିଲୁ। ହେଲେ ଏ ପରିବାରର ଭିଡ଼ ଭିତରେ ନା ଆଜି ଖାଁ ଖାଁ ଲାଗୁଛି। କୁଆଡ଼େ ଚାହିଁଲେ ତୋ ମୁହଁ ଖାଲି ଦିଶି ଯାଉଛି। ସବୁ ଝଗଡ଼ା ଜିତିବା ଜରୁରୀ ନୁହେଁ। ବେଳେବେଳେ ସମ୍ପର୍କ ବଞ୍ଚିବା ପାଇଁ ନୀରବ ରହିବା ହିଁ ଠିକ୍ ବୋଲି ତୁ ହିଁ କହିଥାଉ। ସତରେ ତୁ ଆମ ପରିବାରର ମେରୁଦଣ୍ଡ ଥିଲୁ। ମେରୁଦଣ୍ଡ ବିନା ନା ଘର ଆଜି ଅସହାୟ ହେଇ ପଡ଼ିଛି। ଜୀବନ ମିଳିବା ଭାଗ୍ୟର କଥା, ମୃତ୍ୟୁ ମିଳିବା ନା ସମୟର କଥା। ହେଲେ ମରିବା ପରେ ବି ଲୋକମାନଙ୍କ ହୃଦୟରେ ରହିବା ଇଏ ହେଉଛି କର୍ମର କଥା। ଶୁଣିଛି ଭଗବାନ ଯାହାକୁ ବେଶୀ ଭଲ ପାଆନ୍ତି ତାକୁ ଶୀଘ୍ର ତା ପାଖକୁ ଡାକି ନେଇ ଯାଇଥାନ୍ତି। ତୋତେ ବୋଧେ ସେଇଥିପାଇଁ ଭଗବାନ ନେଇଗଲେ। ରାକ୍ଷୀ ପୂର୍ଣ୍ଣିମାରେ ମୁଁ ଘରକୁ ଯିବି, ହେଲେ ମୋ ଭାଇମାନେ ଭୋଜି ଭାତ ହେଇଥିବ। ଘରେ ଯେତେ ଭୋଜି ଭାତ ହୁଏ ତୁ ମୋ ଘରକୁ ପଲିଥିନରେ ବ୍ୟାଗରେ ପୂରେଇକି ଦଉ। ହେଲେ ମୋ ଶ୍ୱଶୁର ପାଇଁ ବ୍ୟାଗରେ ଭୋଜି ଭାତ ଆଜି କିଏ ପୂରେଇବ କହିଲୁ? ବଡ଼ ବୋଉ, ତୁ କୁଆଡ଼େ ଚାଲିଗଲୁ?